ହଁ କାଲି ତ ଆମେ ଏଠି ଥିଲୁ କାହିଁକି ନା ଆମର ଯେହେତୁ ଡ୍ରାଇଭର ମହାସଂଘର ଜଏଣ୍ଟ ଆକାଉଣ୍ଟ ଖୋଲା ହଉଥିଲା 3 ଜଣ ଭାଇ ଆମେ ଏଠି ଥିଲୁ। ତ 3 ଜଣ ଭାଇ ଥିଲୁ। ମ୍ୟାନେଜର କହିଲେ ସାମ୍ନାରେ ଚେୟାର ଦେଲେ ବସିଲୁ ଆମେ 3 ଜଣ। ତାପରେ ଆମର ଆକାଉଣ୍ଟ ଖୋଲିବା ପାଇଁ ପ୍ରୋସେସିଂ ଚାଲିଥିଲା। ତ ବହୁତ ଲୋକ ଆସିକି ଗଲେ। ତାପରେ ସେ ଯୋଉ କହୁଛନ୍ତି ଅଭାବନୀୟ ଘଟଣା ଘଟିଥିଲା ତ ସେ ବୁଢା ଜଣକ ଆଉ ତା ସହିତ ଆଉ ଜଣେ ପିଲା ଆସିଥିଲେ। ତ ଦେଲେ ତାଙ୍କର ଚେକ୍ କରିବା ପାଇଁ ବହି। ତାପରେ ତାଙ୍କର ଟିପ ଫିପ କୋଉଠୁ ମାରିଦେଲେ ମୁଁ ତ ସେଟା ଜାଣିନି। ତାପରେ ଚେକ୍ କଲେ ମ୍ୟାନେଜର ସାର୍ କହିଲେ 19,300 କେତେ ଟଙ୍କା ଏଇଭଳିଆ କହିଲେ, କିନ୍ତୁ ସେଟା ମୋର ମନେ ଅଛି। ତାପରେ ଆଉ ସାର୍ ପଚାରିଲେ ସେ ଲୋକ କାହିଁ ନା ତାଙ୍କର ଠାର କି କଣ ସେଟା ଆମେ ଜାଣିନି, କିନ୍ତୁ ସେ କହିଛନ୍ତି 2 ଥର ପଚାରିଛନ୍ତି ସେ ଲୋକ କାହିଁ ନା ସେ କୁମାର ଅଛି। ଯେତେଥର ପଚାରିଲେ ସେ ଜିନିଷଟି କହିଲେ ଆଉ ସେ ଲୋକ ନହେଲେ ତ ପଇସା ଉଠି ପାରିବନି କିମ୍ବା ଆଉ ସେ ବ୍ୟକ୍ତି ଡେଥ୍ କରିଛି କି କୌଣସି ସେ ବିଷୟରେ ମ୍ୟାନେଜର ସାର୍ଙ୍କୁ ବି ଜଣେଇ ନାହାନ୍ତି। ଆମେ ଫର୍ମରେ ଲିଖିଲୁ ପୁରା ଲିଗାଲି କିମ୍ବା ମୁଁ କୌଣସି ପ୍ରେସରରେ ଆପଣମାନଙ୍କୁ ମିଛ କହିବାର ମୋର ଉଦ୍ଦେଶ୍ୟ ନାହିଁ। କାହିଁକିନା ସିଏ ବି ଜଣେ ଗରିବ ଲୋକଟା, ତା ପଇସାଟା କେମିତି ଯଦି ପାଇଯାଆନ୍ତା ତାହେଲେ ସେ ଲୋକଟି ଉପକୃତ ହେଇପାରନ୍ତା। ତ ଆମେ ଏଠି ତଥାପି ଥିଲୁ 12:30 ପାଖାପାଖି 12:30 12:40 ଭିତରେ ଆମେ ଗଲୁ। ତ ସେ କହିଲେ ଟିକେ ଛାଡ଼ିକି ଆସନ୍ତୁ, ଆପଣଙ୍କର ବହି ନେଇଯିବେ ଆଉ ଚେକ୍ ବୁକ୍ ଇସ୍ୟୁ କରିଦିଆହେଉଛି ନେଇଯିବେ। ତ ଠିକ୍ ଅଛି ଆମେ କ'ଣ ପାଇଁ ବ୍ୟାଙ୍କରେ ବସିବୁ ଅଯଥାରେ। ତ ଆମେ ବାହାରେ ଯାଇକି ବସିଛୁ। ଆମେ ଆମର ହାଇସ୍କୁଲ ତଳେ ସେଠି ବସିଥିଲୁ। ପୁଣି ଟାଇମ୍ ହେଲା ବେଳକୁ ବନ୍ଦ କରିଦେବେ କି କ'ଣ ବୋଲି ଆମେ ଆସିଲୁ। ଆସି ନା 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 ସେଟା କହିନାହାନ୍ତି। କାହିଁକିନା କାହାରି ନାଁରେ ମିଛ କହିବାଟା ଭଲ ନୁହେଁ ଆଜ୍ଞା। ଉପର ବାଲା ଜଣେ ଦେଖୁଛି। ତେଣୁକରି ସେ ଜିନିଷଟା ଆମେ ଅଧଘଣ୍ଟାରୁ 45 ସେଟା ଆଜ୍ଞା ମୁଁ ଜାଣିନି, କିନ୍ତୁ ଅଧଘଣ୍ଟାରୁ 45 ମିନିଟ୍ ପରେ ଆସିଲା ବେଳକୁ ଏଠି ସବୁ ରଖୁଛନ୍ତି। ଆମେ କହୁଛୁ କ'ଣ ପାଇଁ ଜାମ୍ ହେଇଛି। ଏଇଭଳିଆ ଘଟଣାକୁ ଆପଣ କେମିତି ଦେଖୁଛନ୍ତି? ସେ କହିନଥାନ୍ତୁ ଏଇଭଳିଆ ଘଟଣାକୁ କେମିତି ଦେଖୁଛନ୍ତି? ନାଇଁ ଏଇ ଘଟଣା ତ ଘଟିବା କଥା ନୁହଁ। ଏଇ ସବୁ ସମାଜରେ ଘଟଣା ଘଟିବା କଥା ନୁହଁ, କିନ୍ତୁ ତୁମର ଯଦି ବି ବ୍ୟାଙ୍କରେ ପଇସା ଅଛି ତ ସମସ୍ତଙ୍କୁ ଯଦି ନ ଜାଣୁଛନ୍ତି କିଏ ଗାଁର ଭଦ୍ର ବ୍ୟକ୍ତି ଅଛନ୍ତି ତାଙ୍କୁ ବୁଝନ୍ତୁ।